ମାଣ୍ଡିଆ ଚାଷୀମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ଅପଡେଟ୍ ଆସିଯାଇଛି। ଯଦି ଆପଣମାନେ ମାଣ୍ଡିଆ ଚାଷ କରୁଛନ୍ତି ବା ଆପଣମାନେ ମାଣ୍ଡିଆ ଚାଷ କରିଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ତ ସେଥିପାଇଁ ଆପଣମାନେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏଇ ଯେଉଁ ମାଣ୍ଡିଆ ଚାଷ ଆପଣମାନେ ଯେଉଁ ମାଣ୍ଡିଆ ଚାଷ କରୁଛନ୍ତି ତ ସେଇ ନେଇ ଯେଉଁ ଅପଡେଟ୍ ଆସିଛି ତ ସେଇ ଅପଡେଟ୍ ଆପଣଙ୍କର ଯେଉଁ କୃଷି ବିଭାଗ ଯେଉଁ ରହିଛି ତ ସେଇ କୃଷି ବିଭାଗ ତରଫରୁ ସେଇ ଅପଡେଟ୍ ଆପଣଙ୍କ ପାଇଁ ଆସିଯାଇଛି। ଦେଖନ୍ତୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣୁଛନ୍ତି ସରକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ମାଣ୍ଡିଆ ବା ଶ୍ରୀଅନ୍ନ ଚାଷ କରାଯାଉଛି ସେଠାକାର ବିଭିନ୍ନ ସ୍ଥାନରେ ମଣ୍ଡିମାନ ଖୋଲାଯାଇଛି। ସେହି ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦ ସରକାର ଏଫଏକ୍ୟୁ ମାନରେ କ୍ରୟ କରୁଛନ୍ତି। ତ ଆପଣମାନେ ଯଦି ମାଣ୍ଡିଆ ଚାଷ କରୁଛନ୍ତି ତ ଆପଣମାନଙ୍କ ଠାରୁ ସେଇ ମାଣ୍ଡିଆ ଆପଣଙ୍କର କ୍ୱିଣ୍ଟାଲ ଆପଣ ଯେମିତି ଯେଉଁ ଧାନ ଆପଣଙ୍କର ମଣ୍ଡିରେ ଦେଉଛନ୍ତି ତ ସେଇଭଳି ଭାବରେ ଆପଣଙ୍କ ଠାରୁ ସରକାର ମଣ୍ଡି ମାଧ୍ୟମରେ ଆପଣଙ୍କର ସେଇ ମାଣ୍ଡିଆକୁ ମଧ୍ୟ କିଣୁଛନ୍ତି। ତ ଦେଖନ୍ତୁ ଏଠାରେ ମାଣ୍ଡିଆ ମଣ୍ଡି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସୁବିଧା ପାଇଁ ଯେଉଁ ସବୁ ଜିଲ୍ଲାଗୁଡ଼ିକର ମାଣ୍ଡିଆ ଶ୍ରୀଅନ୍ନ ଚାଷ କରାଯାଉଛି ଏଗୁଡ଼ାକ ଆପଣମାନେ ଦେଖିଲେ। ତ ଦେଖନ୍ତୁ ତାପରେ ଲେଖା ହେଇଛି ଏଠାରେ ଆପଣଙ୍କର ଏହା ଗତ ଜାନୁଆରୀ 1 ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଖୋଲା ରହିବ। ତ ଆପଣମାନେ ଆପଣଙ୍କର ସେଇ ମାଣ୍ଡିଆକୁ ମାର୍ଚ୍ଚ 31 ତାରିଖ ଭିତରେ ଆପଣଙ୍କର ସେଇ ମାଣ୍ଡିଆ ଚାଷ ଯେଉଁ କରୁଛନ୍ତି ତ ତାକୁ ଆପଣମାନେ କ୍ୱିଣ୍ଟାଲ ହିସାବରେ ଆପଣମାନେ ବିକ୍ରି କରି ଆପଣଙ୍କର ଉପଯୁକ୍ତ ମୂଲ୍ୟ ଆପଣମାନେ ପାଇପାରିବେ। ତ ସେଥିପାଇଁ ଆପଣଙ୍କର ଏଇ ଯେଉଁ ଆପଣ ମାଣ୍ଡିଆ ଯେଉଁ ମଣ୍ଡିରେ ଯେଉଁ ବିକ୍ରି କରିବେ ତ ମାଣ୍ଡିଆ ମଣ୍ଡି ଯେଉଁ ଆପଣଙ୍କର ରହିଛି ତ ତାହା ଆପଣଙ୍କର 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ତ ତାପରେ ଆପଣମାନେ ତଳକୁ ଏଠାରେ ମଧ୍ୟ ଦେଖିପାରୁଥିବେ ତ ଏ ଆପଣଙ୍କର ଯେଉଁ ମାଣ୍ଡିଆ ଆପଣମାନେ ଯେଉଁ ବିକ୍ରି କରିବେ ତ ତା ଆପଣଙ୍କର କ୍ୱିଣ୍ଟାଲ ପ୍ରତି ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ 4,886 ଟଙ୍କା ଧାର୍ଯ୍ୟ କରାଯାଇଛି। ତ ଜଣେ ଚାଷୀ ପଞ୍ଜୀକୃତ ଜମିର ହେକ୍ଟର ପିଛା 10 କ୍ୱିଣ୍ଟାଲ ହାରରେ ଏଫଏକ୍ୟୁ ମାନର ମାଣ୍ଡିଆ ବିକ୍ରି କରିପାରିବେ। ତ ଆପଣମାନେ 10 କ୍ୱିଣ୍ଟାଲ ପ୍ରତି ଆପଣଙ୍କର ଯେଉଁ 10 କ୍ୱିଣ୍ଟାଲ ଯାଏଁ ଆପଣଙ୍କର ମାଣ୍ଡିଆ ଆପଣମାନେ ବିକ୍ରି କରିପାରିବେ। ଆଉ ଆପଣଙ୍କର ପଞ୍ଜୀକୃତ ଚାଷୀମାନେ ଆଧାର ସଂଲଗ୍ନ ବ୍ୟାଙ୍କ ଖାତା ମାଧ୍ୟମରେ ଆପଣଙ୍କର ନିଜର ଯେଉଁ ସେ ଟଙ୍କାଟି ଆପଣଙ୍କର ଯେଉଁ ରହିଥିବ ମାଣ୍ଡିଆ ଆପଣଙ୍କର ଯେଉଁ ବିକ୍ରି କରିବା ପରେ ଯେଉଁ ସେଇ ଟଙ୍କା ଆପଣ ଯେଉଁ ପାଇବେ ତ ସେଇ ଟଙ୍କା ଆପଣଙ୍କର ଯେଉଁ ଆପଣଙ୍କର ଆକାଉଣ୍ଟରେ ଆଧାର ଆପଣଙ୍କର ସେଡିଂ ବା ଆଧାର ଲିଙ୍କ ରହିଥିବ ତ ସେଇ ଆକାଉଣ୍ଟକୁ ଆପଣଙ୍କର ଟ୍ରାନ୍ସଫର ହେଇଯିବ। ଆପଣମାନେ ସେଇ ଆକାଉଣ୍ଟରେ ଆପଣଙ୍କର ସେଇ ଟଙ୍କାକୁ ପାଇପାରିବେ। ତେବେ ଯଦି ଆପଣମାନେ ଆପଣଙ୍କର ଏଇ ଯେଉଁ ମାଣ୍ଡିଆ ଚାଷ ଯେଉଁ କରିଛନ୍ତି ତ ସେଇ ମାଣ୍ଡିଆକୁ ଆପଣମାନେ ଯେଉଁ ବିକ୍ରି କରିବା ପାଇଁ ଯଦି ଆଉ କିଛି ଆପଣଙ୍କର ଅଧିକ ଆପଣଙ୍କ ଡିଟେଲ୍ସ କିଛି ଜାଣିବା ପାଇଁ ଯାଉଛନ୍ତି ତ ସେଥିପାଇଁ ଆପଣଙ୍କର ଯେଉଁ ସ୍ଥାନୀୟ ମାଣ୍ଡିଆ କ୍ରୟ ସଂସ୍ଥା କିମ୍ବା ସ୍ଥାନୀୟ କୃଷି ଅଧିକାରୀ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର ଯେଉଁ ଆପଣଙ୍କର ଯେଉଁ ରହିଛି ଏଠାରେ ମଧ୍ୟ ଆପଣଙ୍କର ଦେଖିପାରୁଥିବେ ଲେଖା ହେଇଛି 1555333 ଏହି ନମ୍ବରରେ ଆପଣମାନେ ଯୋଗାଯୋଗ କରି ଆପଣମାନେ ଏଇ ଯେଉଁ ମାଣ୍ଡିଆ ଆପଣ କେମିତି ଆପଣ ବିକ୍ରି କରିବେ ତ ସେ ବିଷୟରେ ଆପଣମାନେ ଡିଟେଲ୍ସ ବୁଝି ନେଇପାରିବେ। ତ ଇଏ ଥିଲା ଗୋଟେ ଛୋଟିଆ ଅପଡେଟ୍ ଆପଣଙ୍କର ଯଦି ଆପଣମାନେ ମାଣ୍ଡିଆ ଚାଷ କରୁଛନ୍ତି ତ ଆପଣମାନେ ଆପଣଙ୍କର ସେଇ ମାଣ୍ଡିଆକୁ ମଧ୍ୟ ବିକ୍ରି କରି ଆପଣ ଯେଉଁ ସହାୟକ ମୂଲ୍ୟ ବା ଆପଣଙ୍କର ଗୋଟେ ଉପଯୁକ୍ତ ମୂଲ୍ୟ ଆପଣମାନେ ପାଇପାରିବେ। ତ ଆପଣମାନେ 10 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆପଣଙ୍କର ସେଇ ମାଣ୍ଡିଆକୁ ଆପଣମାନେ ବିକ୍ରି କରିପାରିବେ। ତ ଯେଉଁଥିରେ କି ଆପଣଙ୍କର କ୍ୱିଣ୍ଟାଲ ପ୍ରତି ଆପଣମାନେ 4,886 ଟଙ୍କା ଆପଣମାନେ ପାଇପାରିବେ। ତ ଆପଣଙ୍କର ଏଇ ମାଣ୍ଡିଆ ମଣ୍ଡି ଆପଣଙ୍କର ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ତ ଆପଣମାନେ ଯାଇକି ଦେଖିବେ କି ଆପଣଙ୍କ ସ୍ଥାନୀୟ ଅଞ୍ଚଳରେ ଆପଣଙ୍କର କୋଉଠାରେ ଆପଣଙ୍କର ସେଇ ମାଣ୍ଡିଆ ମଣ୍ଡି ଆପଣଙ୍କର ଖୋଲା ଯାଇଛି ତ ସେଇଠାରେ ଯାଇକି ଆପଣଙ୍କର ଏଇ ମାଣ୍ଡିଆ ଚାଷ କରୁଥିଲେ ଆପଣମାନେ ଏଇ ଆପଣଙ୍କର ମାଣ୍ଡିଆକୁ ବିକ୍ରି କରିପାରିବେ।